ନୂଆପଡ଼ାରେ 78ତମ ସ୍ୱାଧୀନତା ଦିବସ ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ନୂଆପଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ମିନି ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜି.ଆର. ରାଘବେନ୍ଦ୍ର, ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରାଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଜିତେନ୍ଦ୍ର ମାଝୀ, ସଦର ତହସିଲଦାର ପୁଷ୍ପାଞ୍ଜଳି ଦଣ୍ଡପାଟ ପ୍ରମୁଖ ଏଥିରେ ଉପସ୍ଥିତ ରହିଥିଲେ। ସାମ୍ବାଦିକ ସୀମାଞ୍ଚଳ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ନୂଆପଡ଼ାର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ପୁଲିସ ବିଭାଗ ଦ୍ୱାରା ପ୍ୟାରେଡ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ୟାରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ୱାରା ପୁରସ୍କାର ବିତରଣ ମଧ୍ୟ କରାଯାଇଥିଲା। ଏଏସ୍ପି ଇନ୍ଦ୍ରମଣି ବେହେରା, ସମାଜସେବୀ ଅଭିନନ୍ଦନ ପଣ୍ଡା, ସୁରେଶ ଅଗ୍ରୱାଲ, ସରୋଜ ସାହୁ, ହରିଶ୍ଚନ୍ଦ୍ର ପଣ୍ଡା, ନୂଆପଡ଼ା ବାର୍ ଆସୋସିଏସନ ସଭାପତି କ୍ଷିତୀଶ ଅଶୋକ ବଧଙ୍କର, ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପ ସିଂ ମାଝୀ, ନୂଆପଡ଼ା ସଦର ଥାନା ଆଇଏସି ଦିଲ୍ଲୀପ କୁମାର ସାହୁ, ବେଲଟୁକୁରି ଆଇଏସି ସୂର୍ଯ୍ୟକାନ୍ତି ଦାସ, ବିଭୁଦତ୍ତ ମିଶ୍ର ପ୍ରମୁଖ ଏଥିରେ ଉପସ୍ଥିତ ରହିଥିଲେ। ତେବେ ଜାତୀୟ ପତାକା ଉତ୍ତୋଳନ ପୂର୍ବରୁ ନୂଆପଡ଼ା ସଦର ମହକୁମାସ୍ଥିତ ଗାନ୍ଧୀ ପ୍ରମୋଦ ଉଦ୍ୟାନଠାରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଏନ୍ଏସି ଅଧ୍ୟକ୍ଷ ମହମ୍ମଦ ଆଦମ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦନ କୁମାର ଶତପଥୀ, ଜେଇ ଅମିତ ସାମଲ, ଅମିତ ରାଉଳ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଗରେ ନୂଆପଡ଼ା ଜିଲ୍ଲା ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀ ଥିଲା। ଅନେକର ସୁଯୋଗ ପାଇଛି। ନୂଆପଡ଼ା ବାବଦରେ କାହାକୁ ଅଜଣା ଜିଲ୍ଲା ଓଡ଼ିଶାର ଛତିଶଗଡ଼ରୁ ଯେଉଁମାନେ ବି ଓଡ଼ିଶାକୁ ଆସୁଛନ୍, ଏଇଟା ହେଉଛି ଆମର ଦୁଆର ରୋଡ ମାଧ୍ୟମରେ ଏଣ୍ଟ୍ରି କଲେ ଓଡ଼ିଶାର ଦୁଆର ଭିତରକୁ ଏଣ୍ଟ୍ରି କଲା ପରେ ଲୋକ ଦେଖିପାରେ ଏଇଟା ଓଡ଼ିଶାରେ ଲୋକ ସ୍ୱାଗତ କରନ୍ତି। ଲୋକ ଯଦିଓ ବି ଛତିଶଗଡ଼ ସହ ତାଙ୍କ ବହୁତ ବର୍ଷ ସମ୍ପର୍କ ରହି ଆସିଛି। सर कौन कौन चाषी बंद को आज कले चाषी उन्नति चाषी हम अच्छे सर चाषी मान तो हम निर्वाचन इस्ताहार जोटा कही 3100 टंका चाषर धानर खरीदी बीजेपी सरकार 3100 टंका बिना कटनी छटनी करा तार व्यवस्था खाली खरीद नहीं खरीद 100 टंका क्विंटल पिछा बिना कटनी छटनी खरीदी करा आगामी एवं डीबीटी माध्यम चाषी 48 घंटा पैसा खाते पड़वा तार व्यवस्था बर्तमान मोहन माझी सरकार साहाय्य सहयोग कामना करुच्ची 36% वर्षर जो बजेट भरा हाथ को नि 36% गत वर्षर बजेट कृषि विभाग बढ़ी एवं चाषी मान जदि आम समृद्ध करवा चाषी मान जदि उन्नति हेब राज्यर उन्नति For more updates, please subscribe to our channel and press the bell icon.